ମୋ କବିତାର ଶୀର୍ଷକ ବୋଉର ଗାଧୁଆ ଘର। ବୋଉଲୋ, ଆଜି କାହିଁ ଅନ୍ୟମନସ୍କା ହୋଇ ତୋ ଗାଧୁଆ ଘରେ ପଶିଗଲି ତୋ ପାଲଟା ଧୋଇବା ପାଇଁ। ତୁ ଅନେକ ଦିନ ହବ ବିଦେଶ ଚାଲି ଯାଇଛୁ। ତୁ ଅନେକ ଦିନ ହବ ବିଦେଶକୁ ଚାଲି ଯାଇଛୁ। ଖାଲି ତୋ ବାସ୍ନା ଏବେ ବି ସେଇ ଗାଧୁଆ ଘରେ ପୂର୍ବବତ୍ ଠିକ୍ ସେମିତି ଛାଡ଼ି ଦେଇଛୁ। ତୋ ସାବୁନୁ ତୋ ସାବୁନୁ ତୋ ଗୋଇଠି ଘଷା ପଥର କାନ୍ଥଗୁଡ଼ାରେ ଯଥାସ୍ଥାନରେ ସଂରକ୍ଷିତ। ଖାଲି ଫରକ ଅଳ୍ପ କିଛି। ସାରା ଗାଧୁଆ ଘର ସେଦିନ ସଫାସୁତୁରା ଥିଲା, ଆଉ ଆଜି ଭର୍ତ୍ତନାଭତା ଜାଲ ବିସ୍ତାରି ଦେଇଛି। ଗାଧୁଆ ଘରେ ପଶୁ ପଶୁ ସେଇ ଜାଲରେ ମୁଁ ଛନ୍ଦି ହୋଇଗଲି। ଗାଧୁଆ ଘରେ ପଶୁ ପଶୁ ସେ ଜାଲରେ ମୁଁ ଛନ୍ଦି ହୋଇଗଲି। ବୋଉ ଥିଲେ କ'ଣ ଏମିତି ହେଇଥାନ୍ତା, ନିଜକୁ ନିଜେ ପ୍ରଶ୍ନ କଲି। ମୁଁ ଚମକି ପଡ଼ିଲି। ଆରେ ଆରେ, ବୋଉ ବହୁଦିନ ହେବ ଚାଲିଗଲାଣି। ତା ଲୁଗା ଧୋଇବା ପାଇଁ ମୁଁ ଅନ୍ୟମନସ୍କ ହେଇ ଗାଧୁଆ ଘରେ ପଶିଯାଇଛି ନା ନିଜକୁ ନିଜେ ପ୍ରତାରଣା କରୁଛି, ପ୍ରଶ୍ନ ବାଣରେ ଆକ୍ତାମାକ୍ତା ହେଲି। ତଥାପି ତ ଗାଧୁଆ ଘର ସଫା କରିବା ପାଇଁ ମନସ୍ଥ କଲି। ଉଠା ପାଇଖିନା ଘୋଡ଼ଣୀ ଉପରେ ଝିଟପିଟ ମଳତ୍ୟାଗ କଲାଣି ଯାଇ ଦେଖିଲି। ତ ସାୱାରରୁ ଆଉ ପାଣି ବାହାରୁନି। ବୋଧହୁଏ ବହୁଦିନ ବନ୍ଦ ରହି ମଇଳା ଅଟକି ଗଲାଣି। ସର୍ଫ ସାମ୍ପୁ ଫିନାଇଲ ହାର୍ପିକ୍ ଅପେକ୍ଷା କରି କରି ଥକି ଗଲେଣି ଲୋ ବୋଉ। ତୁ କ'ଣ ସତରେ ଫେରିବୁନୁ? ପ୍ରଶ୍ନ କରି ମୋତେ ହାଲିଆ କଲେଣି। ବୋଉଲୋ, ଏ ବୋଉ, ଅଶ୍ରୁର କିଛି ମୂଲ୍ୟ ନାହିଁ ବୋଲି ଝରଝର ବହିଗଲା। ପ୍ରତିଟି ଅଶ୍ରୁ ବିନ୍ଦୁରେ ଖାଲି ତୋ ମୁହଁ ଝଟକୁଥିଲା। ଶକ୍ତି ସଞ୍ଚୟ କରି ତୋ ଗାଧୁଆ ଘର ସଫା କଲି। ଏମିତି ତ କେବେ ହୁଏନି। ଆଜି କାହିଁ ପ୍ରବଳ ଜ୍ୱରର ଶିକାର ହେଲି। ତୋ ଦାନ ମୋ ଶରୀର ଶିହରିଗଲା। ପାଦକୁ ଶକ୍ତ କରି ପଲଙ୍କ ଉପରେ ମୋ ଅବଶ ଶରୀରଟାକୁ ଲେଉଟାଇ ଦେଇ ଆଖି ଲାଖିଗଲା। ଦିନ ବେଳଟାରେ ତ ମୋତେ କେବେ ଏମିତି ନିଦ ହୁଏନି, ଏକଥା ତୁ ଉତ୍ତମ ରୂପେ ଜାଣିଛୁ। ତଥାପି ମୋ ନୟନ ଯୁଗଳକୁ ନିଦ୍ରା ଆବିର୍ଭୂତ କଲା ପରେ ସ୍ୱପ୍ନରେ ଦେଖିଲି ତୁ ମୋ ପାଖରେ ବସିଛୁ। ସ୍ୱପ୍ନଟା ସତ୍ୟ ଭଳି ମନେ ହେଉଥିଲା। ଆନନ୍ଦିତା ହେଲି। ବାସ୍ତବରେ ନହେଲେ ମଧ୍ୟ ସ୍ୱପ୍ନରେ ତ ତୁ ଆସିଛୁ ଜାଣି ଆନମନା ହେଲି। ବୋଉଲୋ, ଏ ବୋଉ, ଜାଣିଛୁ ତୋ ନରମ ଛୁଆରେ ତୁ ଯେତେବେଳେ ମୋ ଅବଶ ଶରୀରକୁ ଆଉଁସି ଦେଲୁ ନା, ତୁ ବିଶ୍ୱାସ କରେ କି ନାହିଁ, ମୋ ଶରୀରର କମ୍ପଜ୍ୱର ତୋ ନରମ ଛୁଆଁରେ ଥମିଗଲା, ଯାହା ମୋତେ ଆଶ୍ଚର୍ଯ୍ୟଚକିତ କଲା। ଏଠି କି ଦୋଷ ମୋର? ତତେ 100 ଥର ବୁଝେଇଛି ଅବୁଝା ନ ହେବା ପାଇଁ। ତୁ କିନ୍ତୁ ଅବୁଝା ହେଲୁ ବାରମ୍ବାର। ତୁ କିନ୍ତୁ ଜିଦ୍ ଧରିଲୁ କିଛି ଦିନ ବାହାରକୁ ଯିବା ପାଇଁ। ତୋ ହାତଗୁନ୍ଥା ମଣିମାଳା କେବେଠୁ ଛିନ୍ନ ହୋଇଯାଇଛି ଲୋ ବୋଉ। କେତେବେଳେ କୋଉ ମଣି କୋଉଠି ରହୁଛି କି କହିବି ଆଉ। ଦୀର୍ଘ ଦିନ ହେବ ତୋ ଅଶ୍ରୁଭିଜା ନୟନ ଯୁଗଳକୁ ଦେଖିବା ପାଇଁ ସମୟ ସୁଯୋଗ ଦେଇନି। ତୁ କ'ଣ ସତରେ ମୋତେ ଭୁଲି ରହିପାରୁଛୁ? ଭାବି ଭାବି ରାତିରେ ଆଉ ନିଦ ଆସୁନି। ସମୟର ଏ ନିଷ୍ଠୁର ଖେଳ ଲୋ ବୋଉ। ଏ ଖେଳ ତୁ କରୁନୁ କି ମୁଁ କରୁନି। କଥା ଥିଲା ତୁ ଯେତେବେଳେ ଯେଉଁଠି ଇଚ୍ଛା କରିବୁ ରହିପାରିବୁ, ହେଲେ ସମୟ ସେ କଥା ହବାକୁ ଦଉନି। ହଠାତ୍ ମୋ ନିଦ ଭାଙ୍ଗିଗଲା। ବାଉଳା ଚାଉଳା ହୋଇ ମୋ ନୟନ ଯୁଗଳ ଘରର କୋଣାନୁକୋଣ ତତେ ଅନୁସନ୍ଧାନ କଲା। ହେଲେ ତୁ ବାସ୍ତବରେ ନଥିଲୁ। କ୍ରମଶଃ ଝାପ୍ସା ହୋଇ ଯାଉଥିଲୁ। କଳ୍ପନାର ପଦଚାରଣା କରି ମୋ ସ୍ୱପ୍ନର ପୃଥିବୀଠାରୁ ବହୁ ଦୂରକୁ ଯାଇ ଦିଗନ୍ତରେ ମିଶିଗଲୁ। ଚିହିଁକି ଉଠିଲି। ମନ ପ୍ରଶ୍ନ କଲା, ତେବେ କ'ଣ ମୁଁ ଖାଲି ସ୍ୱପ୍ନ ଦେଖୁଥିଲି? ବୋଉଲୋ, ତୁ ସିନା ବାସ୍ତବରେ ଆସିନଥିଲୁ, ହେଲେ ସ୍ୱପ୍ନରେ ତୋ ଉପସ୍ଥିତି, ସର୍ବାଙ୍ଗ ଶରୀରରେ ତୋ ନରମ ସ୍ପର୍ଶ ପାଇଁ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଜ୍ଞାପନ କରି ପୁନଶ୍ଚ ଏକ ସ୍ୱପ୍ନର ଅପେକ୍ଷାରେ ରହିଗଲି।